ସାଥିରେ ରହିବା ବହୁତ ଭଲ। ଯେତେବେଳେ ଯାହା ଆପଣଙ୍କର ଅସୁବିଧା ହେବ, ଯାହା ବି ହେବ, ସେମାନେ ଆପଣଙ୍କର ଅସୁବିଧାରେ ବହୁତ ହେଲ୍ପ କରିବେ। ଗୋଟେ ଛୋଟିଆ ଷ୍ଟୋରି ସେ ବିଷୟ ନେଇ କହୁଛି। ଯେଉଁମାନେ ମାଂସ କାଟନ୍ତି, ସେଇ ଗ୍ରାମରେ ଗୋଟେ ଗ୍ରାମରେ ଜଣେ ଲୋକ ରହୁଥିଲେ। ସେ ଲୋକଙ୍କ ପାଖରେ ଗୋଟିଏ ମୂଷା ରହୁଥିଲା, ଆଉ ଗୋଟିଏ କୁକୁଡ଼ା ରହୁଥିଲା, ଆଉ ଗୋଟିଏ ଛେଳି ରହୁଥିଲା, ଆଉ ଗୋଟିଏ କପୋତ ବାସ କରୁଥିଲା। ଏ ଚାରିଜଣ, ସେ ଯିଏ ମାଂସ କାଟନ୍ତି ଜଣେ ଗାଁରେ ରହୁଥିଲେ, ତାଙ୍କ ଘରେ ସେ ଚାରିଜଣ ରହୁଥିଲେ। ତାଙ୍କ ଘରେ ଯେଉଁ ମୂଷାଟି ରହୁଥିଲା, ମୂଷାଟି ତାଙ୍କୁ ବହୁତ ହଇରାଣ ହରକତ ବହୁତ କରୁଥିଲା। ଯେହେତୁ ତାଙ୍କୁ ମୂଷାଟି ବହୁତ ହଇରାଣ ହରକତ କରୁଥିଲା, ତେଣୁ ସେ ମାର୍କେଟରୁ ମୂଷା ପାଇଁ ଗୋଟିଏ ପିଞ୍ଜରା ଆଣିକି ଆସିଲେ। ସେ ପିଞ୍ଜରା ଦେଖିକି ବହୁତ ଭୟଭୀତ ହୋଇଗଲା ମୂଷା, ଯେ ମୋତେ ଏବେ ଯେଉଁ କସାଇ ବା ଯିଏ ଯେଉଁ ମାଂସ କାଟିଛି ଯେଉଁ ଲୋକ, ମାର୍କେଟରୁ ଯେ ପିଞ୍ଜରା ଆଣିଛି, ସେ ପିଞ୍ଜରା ମୋ ସବୁଦିନ ପାଇଁ ମୋତେ ବାନ୍ଧିକି ରଖିଦେବ। ମୁଁ ବାହାର କୁଆଡ଼େ ଯାଇପାରିବିନି, କିଛି ମୁଁ କରିପାରିବିନି। ଦରକାର ପଡ଼ିଲେ ମୋ ସେ ପିଞ୍ଜରା ମାଧ୍ୟମରେ ସେ ମଧ୍ୟ ବାହାରେ ନେଇ କେଉଁଠି ଛାଡ଼ିଦେବ। ଏଇ କଥା ଆସିକି ସେ ପ୍ରଥମେ ଜଣେଇଲା ଯେତେବେଳେ କପୋତକୁ। ସେ କହିଲା, ସେ ତ ପିଞ୍ଜରା ତୋ ପାଇଁ ଆଣିଛି, ଥୋଡ଼ି ନା ସେ ଆମ ପାଇଁ ଆଣିଛି, ନା ଆମକୁ କିଛି ଅସୁବିଧା ହେବ, ତୁ ବୁଲି ପାରିବୁନି, ଆମେ ତ ସେମିତି ଫ୍ରିଲି ହିଁ ବୁଲି ପାରିବୁ। ତାପରେ ଏ କଥା ପୁଣି ଯାଇ କହିଲା କୁକୁଡ଼ାକୁ କହିଲା, ସେ ତ ତୋ ପାଇଁ ଆଣିଛି, ତୁ ଅସୁବିଧାର ସମ୍ମୁଖୀନ ହେବୁ, ଆମର କ'ଣ, ଆମର କିଛି ବି ହେବନି। ତାପରେ ଯେତେବେଳେ ସେ କଥା ଯାଇକି କହିଲା, ଯେତେବେଳେ ଯାଇକି ଛେଳି ହସିଦେଲା। ଛେଳି କହିଲା, ତୋ କଥା ତୁ ତୋର ବୁଝୁ, ଆମକୁ କାହିଁ ସେ କଥା କହୁଛୁ। ଏମିତି ସବୁ କହିଲା ପରେ ସେ ବହୁତ ମନ ଦୁଃଖ କରିକି ତାପରେ ପଳେଇଲା। ତାପରେ ରାତିରେ ଯେତେବେଳେ ତାଙ୍କ ସ୍ତ୍ରୀ ଜଣକ ପିଞ୍ଜରା ଖୋଲି ଦେଇକି ସେଠି ଅଠା ଷ୍ଟିଚ୍ କରିକି ଯେତେବେଳେ ପଳେଇଲେ, ଯେତେବେଳେ ସେ ଶୋଇ ସାରିଲା ପରେ ତାର କିଛି ସମୟ ପରେ ଗୋଟେ ଠକ୍ କରିକି ତାପରେ ସେ ଯେଉଁ କବାଟଟି ବନ୍ଦ ହେଇଗଲା। ତାପରେ ତାଙ୍କ ସ୍ତ୍ରୀ ସାଙ୍ଗେ ସାଙ୍ଗେ ଉଠିକି ଆସି ଦେଖିଲେ ଯେ କାଳେ ମୂଷାଟି ସେ ଭିତରେ କାଳେ ପଡ଼ିଗଲା। ଆଉ ଅନ୍ଧାର ହୋଇଥାଏ। ତାଙ୍କ ସ୍ତ୍ରୀ ଯେତେବେଳେ ସେ ପିଞ୍ଜରା ପାଖକୁ ଯାଇକି ହାତ ମାରିଛନ୍ତି, ସେଠି ଗୋଟେ ବିଷଧର ସାପ ସେତେବେଳେ ସେ ଭିତରେ ପଶି ଯାଇଥିଲା। ଯେଉଁ ଠକ୍ କଲା ସେତେବେଳେ ଗୋଟେ ବିଷଧର ସାପ ଭିତରେ ପଶି ଯାଇଥିଲା। ତେଣୁ ସେଇ ସାପଟି ତାଙ୍କ ସ୍ତ୍ରୀଙ୍କର ହାତକୁ ସେଠି ଚୋଟ ଦେଲା ପରେ ତାଙ୍କ ସ୍ତ୍ରୀ ତାପରେ ତାଙ୍କ ଦେହ ସାରା ବିଷ ଖେଳିଗଲା। ତାପରେ ତାଙ୍କ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ନେଇକି ତାଙ୍କ ଘର ପାଖରେ ଜଣେ ବୈଦ୍ୟ ପାଖକୁ ନେଇକି ଗଲେ। ତାପରେ ବୈଦ୍ୟ ଜଣକ ତାଙ୍କୁ ଔଷଧ ଦେଲା ପରେ ତାଙ୍କୁ କହିଲେ ଯେ ୟାଙ୍କୁ କପୋତର ସୁପ୍ ଦରକାର, କପୋତର ସୁପ୍ ଦେଇଦେଲେ ଇଏ ଭଲ ହେଇଯିବେ। ତାପରେ ତାଙ୍କ ଘର ଯେଉଁ କପୋତ ଥିଲା, କପୋତ ମାରିକି ତାପରେ ତାଙ୍କ ସୁପ୍ ତାଙ୍କୁ ପିଇବାକୁ ଦିଆହେଲା। ତାପରେ ତାଙ୍କ ସ୍ତ୍ରୀ ଭଲ ହେଇଗଲେ। ଭଲ ହେଲା ପରେ ତାଙ୍କ ପଡ଼ୋଶୀର ଲୋକମାନେ ତାଙ୍କ ସ୍ତ୍ରୀଙ୍କୁ ଦେଖିବାକୁ ଆସିଲେ ବା ତାଙ୍କ ସ୍ତ୍ରୀଙ୍କୁ ବଧେଇ ଦେବାକୁ ଆସିଲେ ଯେ କେମିତି ନୟା ଜୀବନ କେମିତି କ'ଣ ପାଇଲେ ବୋଲି। ଯେତେବେଳେ ଆସିଲେ ସେ କହିଲେ, ଆପଣମାନେ କ'ଣ ଖାଇବେ? ସେ କହିଲେ, ଆମେ କୁକୁଡ଼ା ଖାଇବୁ। ତ ଯେଉଁ କୁକୁଡ଼ା ଥିଲା, ସେ କୁକୁଡ଼ାକୁ କାଟିକି ସେ ତାଙ୍କ ପଡ଼ୋଶୀଙ୍କ ଘରକୁ ଯେଉଁ ଲୋକମାନେ ଯେଉଁ ଆସିଥିଲେ ଦେଖିବା ପାଇଁ, ସେମାନଙ୍କୁ ଖାଇବାକୁ ଦେଲେ। ତାପରେ କିଛି ଦିନ ପରେ ତାଙ୍କ ଗାଁ ଲୋକ ସବୁ ଆସିଲେ। ତାଙ୍କ ଗୋଟେ ନୟା ଜୀବନ ବା ନୂଆ ଜୀବନ ପାଇଛନ୍ତି, ଏତେବେଳେ ଗୋଟେ ପ୍ରୋବ୍ଲେମରୁ ଯାହା ସେଠୁ ବାହାରିଛନ୍ତି ବା ତାଙ୍କ ଦେହ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି, ଭଲ ହେଇଯାଇଛି ସ୍ୱାସ୍ଥ୍ୟ। ତେଣୁ ତାଙ୍କୁ କହିଲେ, ଆପଣ କ'ଣ ଖାଇବେ? କହିଲେ, ଆମେ ଛେଳି ମାଂସ ଖାଇବୁ। ତେଣୁ ତାଙ୍କ ଘରେ ଯେଉଁ ଥିଲା ଛେଳି, ତାକୁ କାଟିକି ସେମାନଙ୍କୁ ଖାଇବାକୁ ଦେଲେ। ବନ୍ଧୁଗଣ, ଦେଖନ୍ତୁ, ଯେତେବେଳେ ଅସୁବିଧା ଯେତେବେଳେ ଥିଲା ମୂଷାର, ତା'ର ଛେଳି କିମ୍ବା କୁକୁଡ଼ା କିମ୍ବା କପୋତ କେହି ତାକୁ ସାହାଯ୍ୟ ଦେଉନଥିଲେ। କିନ୍ତୁ ପରବର୍ତ୍ତୀ ଭିତରେ କ'ଣ ହେଲା, ତାଙ୍କ ଜୀବନ ସବୁ ପଳେଇଲା, କିନ୍ତୁ ଇଏ ଜଣେ ମୂଷା କ'ଣ, ସେ ଜୀବନ ବଞ୍ଚି ପାରିଲା, ସେ ବଞ୍ଚିକି ରହିଲା। ତେଣୁ ଯେତେବେଳେ ଜଣଙ୍କର ଅସୁବିଧା ଆସୁଛି, ତାକୁ ସେତେବେଳେ ସାହାଯ୍ୟ କରିବା ଦରକାର। ନହେଲେ ସେ ସାହାଯ୍ୟର ପରିଣାମ ଏଇଭଳିଆ ମୂଷା ଯେମିତି ଭଲ ରହିଲା, ଆଉ ସମସ୍ତର ଅସୁବିଧା ହେଲା, ଆଉ ସମସ୍ତେ ଲାଷ୍ଟ ତାଙ୍କ ଜୀବନ ଚାଲିଗଲା, ସେଗୁଡ଼ା ହେଲେ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ଅଲୱେଜ୍ ଯାହାର ଯେତିକି ବି ସାହାଯ୍ୟ ଦରକାର, ଛୋଟିଆ କାମଟେ ହେଉ, ତାକୁ ସାହାଯ୍ୟ କରନ୍ତୁ। କିମ୍ବା ଯଦି ତାକୁ କିଛି ଟଙ୍କାର ଯଦି ସେ ସାହାଯ୍ୟ କିଛି ମାଗୁଛି, କିଛି ଟଙ୍କା ତାକୁ ସାହାଯ୍ୟ କରନ୍ତୁ। ଯଦି ଟଙ୍କାରେ ଯଦି ନ ହେଇପାରୁଛି, ତାକୁ କିଛି ମିଠା କଥା କହିକି ତାକୁ କିଛି ବା କିଛି ତାକୁ ହେଲ୍ପ କରନ୍ତୁ, ବା କିଛି ତାକୁ ଗୋଟେ ସଲ୍ୟୁସନ୍ ଦିଅନ୍ତୁ ଯେ ପ୍ରୋବ୍ଲେମର ସଲ୍ୟୁସନ୍ କ'ଣ ହେଇପାରିବ। ଏମିତି କଲେ ଆଉ ଭଗବାନ ମଧ୍ୟ ଆପଣଙ୍କର ବହୁତ ବ୍ଲେସିଂ ରହିବ ଆପଣଙ୍କ ଉପରେ। ଥ୍ୟାଙ୍କ ୟୁ ସୋ ମଚ୍ ଫର୍ ୱାଚିଂ। କିପ୍ ସପୋର୍ଟିଂ, କିପ୍ ଲଭିଂ। ଜୟ ଜଗନ୍ନାଥ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ଆଉ ସାଙ୍ଗମାନଙ୍କ ସାଙ୍ଗରେ ଜରୁର ସେୟାର କରିବେ। ଥ୍ୟାଙ୍କ ୟୁ।